ରାତିରେ ମୁହଁରେ ଏଇ ଗୋଟିଏ ଜିନିଷ ଲଗାନ୍ତୁ, ସକାଳୁ ଆପଣଙ୍କର ମୁହଁ କାଗଜ ପରି ଚମକିବ। ଆଶ୍ଚର୍ଯ୍ୟ ଲାଗୁଛି କି? ହୁଏତ ଆପଣ ଭାବୁଥିବେ ଏହା କିପରି ସମ୍ଭବ, କିନ୍ତୁ ବନ୍ଧୁମାନେ, ଆଜି ମୁଁ ଆପଣଙ୍କୁ ଯେଉଁ ସିକ୍ରେଟ୍ ଟିପ୍ସ ଦେବାକୁ ଯାଉଛି ତାହା ଆପଣଙ୍କ ମୁହଁର ରୂପରେଖା ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ। ଆପଣ ହଜାର ହଜାର ଟଙ୍କା ଖର୍ଚ୍ଚ କରି ପାର୍ଲର ଯାଉଛନ୍ତି କିମ୍ବା ଦାମିକା କ୍ରିମ୍ ମୁହଁରେ ଲଗାଉଛନ୍ତି, କିନ୍ତୁ ସେଥିରେ କେବଳ କିଛି ସମୟ ପାଇଁ ଚମକ ଆସେ ଏବଂ ପରେ ତୁମର ସ୍କିନ୍ ଆହୁରି ଖରାପ ହେବାକୁ ଲାଗେ। କିନ୍ତୁ ଯଦି ମୁଁ କୁହେ କିଛି ମାତ୍ର ଟଙ୍କାରେ ଆପଣ ଘର ବସି ହୀରା ଭଳି ଚମକ ପାଇପାରିବେ, ତେବେ ଆପଣ ବିଶ୍ୱାସ କରିବେ କି? ଆଜିର ଏହି ଭିଡ଼ିଓଟି ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍କିନ୍ କେୟାର ଭିଡ଼ିଓ ହେବାକୁ ଯାଉଛି। ତେଣୁ ଗୋଟିଏ ସେକେଣ୍ଡ ମଧ୍ୟ ସ୍କିପ୍ ନକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର ବନ୍ଧୁଗଣ, ମୁଁ ଆର୍କେ, ଆପଣ ଦେଖୁଛନ୍ତି ଆୟୁର୍ବେଦିକ ଲାଇଫ୍ ଓଡ଼ିଆ। ଆମେ ସମସ୍ତେ ଚାହୁଁ ଆମ ମୁହଁ ସଫା ରହୁ, କୌଣସି ଦାଗ ନ ରହୁ ଏବଂ ସବୁବେଳେ ଗୋଲାପୀ ଚମକ ରହୁ। କିନ୍ତୁ ଆଜିକାଲି ବ୍ୟସ୍ତବହୁଳତା ଜୀବନଶୈଳୀରେ ବାହାରର ଧୂଳି, ପ୍ରଦୂଷଣ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଆମ ଚେହେରା ପ୍ରାକୃତିକ ସୁନ୍ଦର କେଉଁଠି ହଜିଗଲାଣି। କାହା ମୁହଁରେ ବ୍ରଣ ହେଉଛି, କେଉଁଠି ପିମ୍ପଲ୍ସ, କାହା ମୁହଁରେ ମଇଳା ଜମା ବା କଳାଜାଇ ଦାଗ ହେଉଛି। କେହି କେହି ତ ଅଳ୍ପ ବୟସରେ ମଧ୍ୟ ବୁଢ଼ା ଭଳି ଦେଖାଯାଉଛନ୍ତି, କାରଣ ସେମାନଙ୍କର ସ୍କିନ୍ ଡଲ୍ ଏବଂ ଢିଲା ହୋଇଗଲାଣି। ଆପଣ ଜାଣିଛନ୍ତି କି ଆମ ଆୟୁର୍ବେଦରେ ଏମିତି କିଛି ଜିନିଷ ଅଛି ଯାହା ଆପଣଙ୍କ ଶରୀରର ଡେଡ୍ ସେଲ୍କୁ ନୂଆ ଭଳି କରିବାରେ କ୍ଷମତା ରଖେ। ଆଜି ମୁଁ କୌଣସି ବାହାର କମ୍ପାନୀର ଜିନିଷ କଥା କହିବାକୁ ଆସିନାହିଁ, ବରଂ ଆପଣଙ୍କ ରୋଷେଇ ଘରେ ଲୁଚି ରହିଥିବା ସେହି ଅମୂଲ୍ୟ ଜିନିଷ ବିଷୟରେ କହିବି, ଯାହା ଆପଣଙ୍କ ମୁହଁକୁ କାଗଜ ପରି ସଫା ଏବଂ ଚିକ୍କଣ କରିଦେବ। ହଁ ବନ୍ଧୁମାନେ, ପ୍ରତିକାର ଜାଣିବା ପୂର୍ବରୁ ଆମକୁ ଏହା ବୁଝିବାକୁ ହେବ କି ମୁହଁ କାହିଁକି କଳା ପଡ଼େ। ପ୍ରଥମ କାରଣ ହେଉଛି ମେଲାନିନ୍। ଯେତେବେଳେ ଆମ ଶରୀରରେ ମେଲାନିନ୍ ମାତ୍ର ବଢ଼ିଯାଏ, ସେତେବେଳେ ସ୍କିନ୍ କଳା ଦେଖାଯାଏ। ଦ୍ୱିତୀୟରେ, ଆମେ ରାତିରେ ମୁହଁକୁ ସଫା ନକରି ଶୋଇପଡ଼ୁ। ଦିନ ସାରାର ଧୂଳି ଏବଂ ମଇଳା ଆମ ଲୁମ ଭିତରେ ପ୍ରସେସ ହୋଇ ଭିତରେ ଜମି ରୁହେ, ଯାହାଫଳରେ ମୁହଁରେ ଅକ୍ସିଜେନ୍ ପହଞ୍ଚି ପାରେ ନାହିଁ। ସେଥିପାଇଁ ଆମକୁ ବ୍ରଣ ଏବଂ କଳା ଦାଗ ଆରମ୍ଭ ହୋଇଯାଏ। ତୃତୀୟ ଏବଂ ସବୁଠାରୁ ବଡ଼ କାରଣ ହେଉଛି ହାଇଡ୍ରେସନର ଅଭାବ ହୋଇଥାଏ। ଆପଣଙ୍କ ଭିତରୁ କେତେଜଣ ଦିନକୁ ସଠିକ୍ ପରିମାଣରେ ପାଣି ପିଉଛନ୍ତି? ଯଦି ଆପଣ କମ୍ ପାଣି ପିଉଛନ୍ତି, ତେବେ ଆପଣ ଯେତେ ଦାମିକା କ୍ରିମ୍ କିମ୍ବା ଘରୋଇ ଉପଚାର ଲଗାଇଲେ ମଧ୍ୟ ମୁହଁ ଚମକିବ ନାହିଁ। ଆଜି ମୁଁ ଯେଉଁ ନାଇଟ୍ ରୁଟିନ୍ ବିଷୟରେ କହିବି, ତାହା କେବଳ ଉପରୁ କାମ କରିବ ନାହିଁ, ବରଂ ସ୍କିନ୍ର 3ଟି ଲେୟାର ଅର୍ଥ 3ଟି ପରଦା ଅଛି, ଏହା ଭିତରେ ଯାଇ କାମ କରିବ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଆମ ଶରୀର ରାତିରେ ସବୁଠାରୁ ଅଧିକ ରିପେୟାରିଂ କାମ କରେ। ତେଣୁ ରାତିରେ ଆପଣ ମୁହଁରେ କ'ଣ ଲଗାଉଛନ୍ତି ତାହା ହିଁ ସ୍ଥିର କରେ ଆପଣ ସକାଳେ କେମିତି ଦେଖାଯିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଉପାୟଟି କ'ଣ। ଏଥିପାଇଁ ଆମକୁ ଦରକାର ମାତ୍ର 3ଟି ଜିନିଷ। ପ୍ରଥମଟି ହେଉଛି ଆମେ ଆଲୋଭେରା ଜେଲ୍ ନେବା। ଏହାକୁ ଆୟୁର୍ବେଦରେ ଧୃତକୁମାରୀ ବୋଲିକି କୁହାଯାଏ। ଏଥିରେ ଏପରି ଗୁଣ ଅଛି ଯାହା ଆପଣଙ୍କ ଚର୍ମ ଅର୍ଥ ସ୍କିନ୍କୁ ଥଣ୍ଡା ରଖେ ଏବଂ ଦାଗ ଦୂର କରେ। ଦ୍ୱିତୀୟଟି ହେଉଛି ଗୋଲାପ ଜଳ, ଯାହା ଏକ ପ୍ରାକୃତିକ ଟୋନର ଭଳି କାମ କରେ। ଏବଂ ତୃତୀୟଟି ହେଉଛି ସୌନ୍ଦର୍ଯ୍ୟର ଭଣ୍ଡାର, ଭିଟାମିନ୍ ଇ। କିନ୍ତୁ ଅପେକ୍ଷା କରନ୍ତୁ, ଏହାକୁ ମିଶାଇବାର ଏକ ସଠିକ୍ ପଦ୍ଧତି ଅଛି। ଯଦି ଆପଣ ଭୁଲ ପରିମାଣରେ ମିଶାଇବେ, ତେବେ ଏହା ଆପଣଙ୍କ ମୁହଁରେ ଅଧିକ ତେଲିଆ କରିପାରେ କିମ୍ବା ଆପଣଙ୍କୁ ସଠିକ୍ ଫଳାଫଳ ମିଳିବ ନାହିଁ। ମୁଁ ଆପଣଙ୍କୁ କହିବି ଆଉ ଦେଖାଇବି ଏପରି କିପରି ଷ୍ଟେପ୍ ବାଇ ଷ୍ଟେପ୍ ତିଆରି କରାଯାଏ ଏବଂ ଏହାକୁ ମୁହଁରେ ଲଗାଇବାର ସଠିକ୍ ମସାଜ ଟେକ୍ନିକ୍ କ'ଣ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଚମତ୍କାରୀ ନାଇଟ୍ ସିରମ୍ କିମ୍ବା ଘରୋଇ କ୍ରିମ୍କୁ ଆପଣ କିପରି ପ୍ରସ୍ତୁତ କରିବେ। ବନ୍ଧୁଗଣ, ଏହାକୁ ତିଆରି କରିବା ପାଇଁ ଯେତିକି ସହଜ, ଏହାର ଫଳାଫଳ ସେତିକି ଶକ୍ତିଶାଳୀ। ମୁଁ ଯେଉଁ ପରିମାଣ କହୁଛି ତାହାକୁ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ସଠିକ୍ ମିଶ୍ରଣ ହିଁ ଆପଣଙ୍କୁ ଗ୍ଲାସ୍ ସ୍କିନ୍ ଦେବାରେ ସାହାଯ୍ୟ କରିବ। ପ୍ରଥମେ ଗୋଟେ ସଫା ଏବଂ ଶୁଖିଲା କାଚ ପାତ୍ର ନିଅନ୍ତୁ। ସେଥିରେ 2 ଚାମଚ ଆଲୋଭେରା ଜେଲ୍ ନିଅନ୍ତୁ। ଯଦି ଆପଣଙ୍କ ବାଡ଼ିରେ ଆଲୋଭେରା ଗଛ ଅଛି, ତେବେ ଏହା ଶ୍ରେଷ୍ଠ, ବହୁତ ଭଲ। କିନ୍ତୁ ମନେ ରଖନ୍ତୁ, ଗଛରୁ ଜେଲ୍ ବାହାର କରିବା ପରେ ତାକୁ ଭଲ ଭାବରେ ଧୋଇଦେବେ, ସେଥିରୁ ଯେମିତି ହଳଦିଆ ରଙ୍ଗର ଅଂଶ ବାହାରିଯିବ। ଯଦି ଆପଣ ବଜାରରୁ ମିଳୁଥିବା ଜେଲ୍ ବ୍ୟବହାର କରୁଛନ୍ତି, ତେବେ ଚେଷ୍ଟା କରନ୍ତୁ ଯେପରି ସେଥିରେ କୌଣସି ରଙ୍ଗ ବା କେମିକାଲ ବାସ୍ନା ନଥିବ। ଆଲୋଭେରା ଆପଣଙ୍କ ସ୍କିନ୍ ହାଇଡ୍ରେଟ୍ କରିବା ସହ ମୁହଁର ସୂକ୍ଷ୍ମରେଖା ବା ଫାଇନ୍ ଲାଇନ୍ସକୁ ଦୂର କରିବାରେ ଯାଦୁ ଭଳି କାମ କରେ। ଦ୍ୱିତୀୟଟି ହେଉଛି ଗୋଲାପ ଜଳ ଅର୍ଥାତ୍ ରୋଜମେରୀ ୱାଟର। ଏବେ ସେହି ଜେଲ୍ରେ 1 ଚାମଚ ଶୁଦ୍ଧ ଗୋଲାପ ଜଳ ମିଶାନ୍ତୁ। ଗୋଲାପ ଜଳ ଆମ ଚର୍ମର pH ଲେଭେଲକୁ ସନ୍ତୁଳିତ ରଖେ,
ଯେତେବେଳେ ଆମ ସ୍କିନ୍ pH ଠିକ୍ ରୁହେ ସେତେବେଳେ ବ୍ରଣ କିମ୍ବା କୌଣସି ପ୍ରକାର ଇନଫେକ୍ସନ୍ ହେବାର ଭୟ ରୁହେ ନାହିଁ। ଏହା ଆପଣଙ୍କ ମୁହଁର ବଡ଼ ବଡ଼ ଲୁମ କୂପଗୁଡ଼ିକ ସଙ୍କୁଚିତ କରି ମୁହଁକୁ ଚିକ୍କଣ କରେ। ଏହାପରେ ଆମକୁ ଦରକାର ଗୋଟିଏ ଭିଟାମିନ୍ ଇ କ୍ୟାପସୁଲ୍, ଯାହାକୁ ଆପଣ ମେଡ଼ିସିନ ଦୋକାନରେ ଇଭିଅନ୍ 400 ନାମରେ ପାଇପାରିବେ। ଏହି କ୍ୟାପସୁଲକୁ ଗୋଟେ ଛୁଞ୍ଚି ସାହାଯ୍ୟରେ କଣା କରି ତା ଭିତରେ ଥିବା ତେଲକୁ ଏହି ମିଶ୍ରଣରେ ପକାନ୍ତୁ। 2ଟି କ୍ୟାପସୁଲ୍ ନିଅନ୍ତୁ। ଭିଟାମିନ୍ ଇ କୁ ସ୍କିନ୍ ଫୁଡ୍ ବୋଲି କୁହାଯାଏ। ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୁର, ଯାହା ଚର୍ମ ପୋଡ଼ାଜଳା ଏବଂ କଳା ଦାଗକୁ ମୂଳରୁ ଶେଷ କରିଥାଏ। ଏବେ ଆସିବା ମିଶ୍ରଣ କରିବାର କୌଶଳ। ଏବେ ଏହି 3ଟି ଜିନିଷକୁ ଗୋଟିଏ ଚାମଚ ସାହାଯ୍ୟରେ ଅତି କମରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫେଣ୍ଟାନ୍ତୁ। ଆପଣ ଦେଖିବେ ଯେ କିଛି ସମୟ ପରେ ଏହା ଗୋଟିଏ ଧଳା ରଙ୍ଗର କ୍ରିମ୍ ଷ୍ଟ୍ରେଚର ପରି ହୋଇଯିବ। ବାସ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମ୍ୟାଜିକାଲ ନାଇଟ୍ ସିରମ୍। ଏହାକୁ ଆପଣ ଗୋଟେ ଛୋଟ କାଚ ଡବାରେ ରଖି 7ରୁ 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହା କିପରି କାମ କରେ? ଅନେକ ଲୋକ ପଚାରନ୍ତି, ଆଜ୍ଞା ଏହା କ'ଣ ସତରେ ଗୋଟିଏ ରାତିରେ କାମ କରିବ? ବନ୍ଧୁମାନେ, ଯେତେବେଳେ ଆମେ ଶୋଇଥାଉ ଆମ ଶରୀର ସେତେବେଳେ ନୂଆ କୋଷ ବା ସେଲ୍ ତିଆରି କରେ। ଆମେ ଯେତେବେଳେ ଏହି ଆୟୁର୍ବେଦିକ ମିଶ୍ରଣକୁ ଲଗାଇ ଶୋଇଥାଉ, ଆଲୋଭେରା ଏବଂ ଭିଟାମିନ୍ ଇ ମିଶି ଚର୍ମର ଡେଡ୍ ସେଲ୍କୁ ସଫା କରିଦିଅନ୍ତି ଏବଂ ନୂଆ କୋଷଗୁଡ଼ିକୁ ପୋଷଣ ଦେଇଥାନ୍ତି। ଫଳରେ ସକାଳେ ଯେତେବେଳେ ଆପଣ ମୁହଁ ଧୋଇବେ ସେତେବେଳେ ଆପଣଙ୍କୁ ମୁହଁ କାଗଜ ପରି ଧଳା ଏବଂ ସଫା ଦେଖାଯିବ। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ଏହି କ୍ରିମ୍ ଲଗାଇବାର ଏକ ନିର୍ଦ୍ଦିଷ୍ଟ ମସାଜ ପଦ୍ଧତି ଅଛି। ଯଦି ଆପଣ କେବଳ ଲଗେଇ ଶୋଇପଡ଼ିବେ ତେବେ 50% ଫଳ ମିଳିବ। କିନ୍ତୁ ଯଦି ଆପଣ ମୋ କହିବା ଅନୁସାରେ 5 ମିନିଟ୍ ମସାଜ କରିବେ ତେବେ ଆପଣଙ୍କର ଚେହେରା ପୁରା ଚମକି ଉଠିବ। ସେହି ମସାଜ କରିବାର ମୁଁ ସଠିକ୍ ଷ୍ଟେପ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଯାହା ବିନା ଏହି ଉପଚାର ଅଧୁରା ସେହି ବିଷୟରେ ମୁଁ ଏବେ କହିବି। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ମ୍ୟାଜିକାଲ ସିରମ୍କୁ ମୁହଁରେ କିପରି ଲଗେଇବେ। ମନେ ରଖନ୍ତୁ, ଭୁଲ ଭାବରେ ମସାଜ କଲେ ମୁହଁର ଚର୍ମ ଢିଲା ହୋଇପାରେ। ତେଣୁ ଏହି ଷ୍ଟେପ୍ ଗୁଡ଼ିକୁ ଧ୍ୟାନ ଦେଇ ଶୁଣନ୍ତୁ। ପ୍ରଥମେ ନିଜ ହାତ ପାପୁଲିରେ ଅଳ୍ପ ପରିମାଣରେ ସିରମ୍ ନିଅନ୍ତୁ ଏବଂ 2 ହାତକୁ ଘଷି ଏହାକୁ ସାମାନ୍ୟ ଉଷୁମ କରିଦିଅନ୍ତୁ। ଏହାପରେ ପୁରା ମୁହଁରେ ଏବଂ ବେକରେ ଧୀରେ ଧୀରେ ମସାଜ କରନ୍ତୁ। ଆପଣଙ୍କ ଆଙ୍ଗୁଠି ସାହାଯ୍ୟରେ ମୁହଁ ପାଖରୁ କାନ ପର୍ଯ୍ୟନ୍ତ ଧୀରେ ଧୀରେ ଟାଣନ୍ତୁ। ଏହାପରେ ଆଖି ଚାରିପାଖେ ଆଙ୍ଗୁଠି ସାହାଯ୍ୟରେ ଗୋଲାକାର ଭାବେ ମସାଜ କରନ୍ତୁ। ଏହାଦ୍ୱାରା ଆପଣଙ୍କର ଡାର୍କ ସର୍କଲ୍ ବା ଆଖି ତଳର କଳା ଦାଗ ଧୀରେ ଧୀରେ କମିବ। ପ୍ରାୟ ଏହାକୁ 5 ମିନିଟ୍ ଏପରି କରିବା ପରେ ଆପଣ ନିଜେ ଅନୁଭବ କରିପାରିବେ କି କ୍ରିମ୍ଟି ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଚର୍ମ ଭିତରକୁ ଶୋଷି ହୋଇଯାଇଛି। ଏବେ ଆପଣ ଶାନ୍ତିରେ ଶୋଇପାରିବେ। ଜରୁରୀ ସାବଧାନ ରଖିବେ। ଏଠାରେ ଗୋଟିଏ କଥା ମୁଁ ସ୍ପଷ୍ଟ କରିଦେବା ପାଇଁ ଚାହେଁ, ଯଦି ଆପଣଙ୍କର ଚର୍ମ ଅତ୍ୟଧିକ ତେଲିଆ ତେବେ ଆପଣ ଭିଟାମିନ୍ ଇ କ୍ୟାପସୁଲ୍ ପରିବର୍ତ୍ତେ ମାତ୍ର 2 ବୁନ୍ଦା ଲେମ୍ବୁ ରସ ମିଶାଇ ପାରିବେ। ଆଉ ଗୋଟେ କଥା, ଏହି ଉପଚାର ଲଗାଇବା ପରେ ସକାଳେ ମୁହଁକୁ କେବଳ ସାଧାରଣ ପାଣିରେ ଧୁଅନ୍ତୁ। କୌଣସି କେମିକାଲ ଫେସୱାଶ ବା ସାବୁନ ବ୍ୟବହାର କରନ୍ତୁ ନାହିଁ। ଏହା ସହିତ ଆୟୁର୍ବେଦ ଅନୁସାରେ ଆମ ଶରୀର ଭିତରୁ ସଫା ରହିବା ନିହାତି ଜରୁରୀ। ରାତିରେ ହାଲକା ଖାଦ୍ୟ ଖାଆନ୍ତୁ ଏବଂ ଶୋଇବା ପୂର୍ବରୁ ଅତି କମରେ 1 ଗ୍ଲାସ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କ ରକ୍ତ ସଫା କରିବାରେ ସାହାଯ୍ୟ କରିବ, ଯାହାଫଳରେ ଆପଣଙ୍କୁ ଭଲ ରେଜଲ୍ଟ ମଧ୍ୟ ମିଳିବ ଏବଂ ଆପଣଙ୍କ ମୁହଁରେ ଚମକ ଦେଖାଯିବ। ବନ୍ଧୁମାନେ, ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି, ଯଦି ଆପଣ ଲଗାତାର 7 ଦିନ ଏହି ନିୟମକୁ ପାଳନ କରିବେ ତେବେ ଆପଣ ନିଜେ ନିଜ ଆଇନାରେ ନିଜକୁ ଚିହ୍ନି ପାରିବେ ନାହିଁ। ତେବେ ଆପଣ ନିଜେ ଅଇନା ଦେଖି ବହୁତ ଖୁସି ଅନୁଭବ କରିବେ। ଆପଣଙ୍କ ମୁହଁ କାଗଜ ପରି ସଫା ଏବଂ ଚିକ୍କଣ ହୋଇଯିବ। ମୁଁ ଚାହୁଁଛି ଆପଣ ଆଜିଠୁ ହିଁ ଆରମ୍ଭ କରନ୍ତୁ ଏବଂ 7 ଦିନ ପରେ ଆପଣଙ୍କୁ କିପରି ଅନୁଭବ ହେଲା ଏହି ଭିଡ଼ିଓ ତଳେ ଆସି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଆପଣ ଗୋଟିଏ କମେଣ୍ଟ ଅନ୍ୟମାନଙ୍କୁ ମଧ୍ୟ ପ୍ରାକୃତିକ ଉପାୟ ଆପଣାଇବା ପାଇଁ ପ୍ରେରଣା ଦେବ। ଯଦି ଆପଣଙ୍କୁ ଆୟୁର୍ବେଦିକ ଲାଇଫ୍ର ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଆପଣଙ୍କ ସାଙ୍ଗସାଥି ଏବଂ ପରିବାର ଲୋକଙ୍କ ସହ ସେୟାର କରନ୍ତୁ। ଏଭଳି ଆୟୁର୍ବେଦିକ ଏବଂ ହେଲ୍ଥ ଟିପ୍ସ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ। ରହୁଛି ପୁଣି ଗୋଟେ ନୂଆ ଭିଡ଼ିଓରେ ଏବଂ ସୁନ୍ଦର ଭିଡ଼ିଓରେ ଦେଖାହେବା। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ସୁନ୍ଦର ଦେଖାଯାଆନ୍ତୁ। ଧନ୍ୟବାଦ। ରହିଲି। ଜୟ ଜଗନ୍ନାଥ।